ଗୋଟିଏ ଜଙ୍ଗଲରେ ଟିକି ଚଢ଼େଇ ତାର 7ଟି ଛୁଆଙ୍କ ସହ ରହୁଥିଲା। ସେ ପ୍ରତିଦିନ ଛୁଆମାନଙ୍କ ପାଇଁ ଦୂର ଜଙ୍ଗଲକୁ ଖାଦ୍ୟ ସଂଗ୍ରହରେ ଯାଉଥିଲା। ହେଲେ ସେହି ଜଙ୍ଗଲରେ ଗୋଟିଏ ଦୁଷ୍ଟ ଶାଗୁଣା ରହୁଥିଲା। ସିଏ ଟିକି ଚଢ଼େଇର ଛୁଆମାନଙ୍କୁ ଖାଇବା ପାଇଁ ଚେଷ୍ଟା ଚଲେଇଥାଏ। ଦିନକର ଘଟଣା। ପିଲେ, ତୁମେମାନେ ଏ ଘରୁ କୁଆଡ଼େ ବି ଯିବ ନାହିଁ। ଘରେ ମୁଁ ଦାନା ଓ ପାଣି ରଖିଦେଇଛି, ତୁମେ ଖାଇନେବ। ସେ ଦୁଷ୍ଟ ଶାଗୁଣା ବାହାରେ ବୁଲୁଛି, ମୁଁ ଖାଦ୍ୟ ପାଇଁ ଯାଉଛି। ଫେରିଲା ବେଳକୁ ଡେରି ହେବ। ହଁ ମା, ଆମେ କୁଆଡ଼େ ବି ଯିବୁନି, ତୁମେ ଚିନ୍ତା ନ କରି ଦାନା ପାଇଁ ଯାଅ। ଦେଖେ ମିକୁ, ତୁ ଏ ସମସ୍ତଙ୍କଠୁ ବଡ଼, ସେଥିପାଇଁ ଏମାନଙ୍କର ଯତ୍ନ ନେବାର ଦାୟିତ୍ୱ ତୋର। ହଁ ମା, ତୁମେ ଯାଅ, ଆଉ ଜଲ୍ଦି ଫେରି ଆସିବ। ଏହାପରେ ଟିକି ଚଢ଼େଇ ଦାନା ଆଣିବାକୁ ସେଠୁ ଚାଲିଗଲା। ଶାଗୁଣା ଟିକି ଚଢ଼େଇର ଚାଲିଯିବାକୁ ଅପେକ୍ଷା କରିଥିଲା। ଯେମିତି ଟିକି ଚଢ଼େଇ ଚାଲିଗଲା, ଶାଗୁଣା କହିଲା, ଆରେ ବା, ଏ ଟିକି ଚଢ଼େଇ ତ ଚାଲିଗଲା। ଏବେ ଯାଉଛି ଯେକୌଣସି ପ୍ରକାରେ ସେ ଛୁଆମାନଙ୍କୁ ଚୋରି କରିବି। ଦେଖ, ମା ଏବେ ଦାନା ଆଣିବାକୁ ଯାଇଛନ୍ତି। ସେଠି ଦାନା ଏବଂ ପାଣି ଅଛି। ଯାହାକୁ ଭୋକ ଓ ଶୋଷ ହେବ ସେ ସବୁକୁ ଖାଇ ନେବ। ହଁ ଭାଇ, ହଁ, ଆମକୁ ଭୋକ ହେଲେ ଆମେ ଏସବୁ ଖାଇ ନେବୁ। ଆଉ ହଁ, ଯାହାର ଯାହା ଦରକାର ମୋତେ କହିବ, ମୁଁ ତୁମକୁ ଆଣି ଦେଇଦେବି। ଏମିତି ସେମାନେ କଥାବାର୍ତ୍ତା ହେଉଥାନ୍ତି। ହଠାତ୍ ଶାଗୁଣା ଆସି ତାଙ୍କ ଘର ଆଗରେ ପହଞ୍ଚିଲା। ସମସ୍ତେ ଚୁପ୍ ହେଇଯାଅ, ମୋତେ ଲାଗୁଛି କିଏ ଗୋଟିଏ ଆମ ଘର ଆଗରେ ଛିଡ଼ା ହୋଇଛି। ଆରେ କିଛି କ'ଣ ପାଟିତୁଣ୍ଡ ଶୁଭୁନି? ଏ ଘରେ କ'ଣ କିଏ ନାହାନ୍ତି ନା କ'ଣ? ଟିକ୍ ଟିକ୍ ଟିକ୍, କବାଟ ଖୋଲ। କେହି ପାଟି କରନି, ଲାଗୁଛି ଏ ଶାଗୁଣା ଆସିଛି। କିଏ କିଏ ଡାକୁଛ? ମା ଘରେ ନାହିଁ, ସଞ୍ଜ ବେଳକୁ ଆସିବ। ଏବେ ମୋତେ କିଛି କରିବାକୁ ପଡ଼ିବ। ଯେମିତି ବି ହେଉ ସେ ଛୁଆମାନଙ୍କୁ ମୁଁ ଖାଇବି। ଏମିତି ଭାବି ସେ କିଛି ଉପାୟ ଚିନ୍ତା କଲା ଓ କହିଲା, ଆରେ ପିଲେ, ମୁଁ ତୁମ ମଉସା, ଦୂର ଜଙ୍ଗଲରୁ ଆସିଛି। କବାଟ ଖୋଲ, ମୁଁ ଭିତରକୁ ଯିବି। ଭାଇ, ଦୁଆର ଖୋଲ, ମଉସା ଆସିଛନ୍ତି। ସେ ବହୁତ ମାଲ ଆଣିଥିବେ। ନାଇଁ ରେ ଟିନୁ, ସେ ଦୁଷ୍ଟ ଶାଗୁଣା ଭିତରକୁ ଆସିବାକୁ ବାହାନା ଖୋଜୁଛି। ହଁ ଭାଇ, ତୁମେ ଠିକ୍ କହୁଛ। ଆରେ ପିଲେ, କ'ଣ ହେଲା? କବାଟ ଖୋଲ, ମୁଁ ଭିତରକୁ ଯିବି। ଦେଖ, ଏବେ ମା ଘରେ ନାହିଁ। ତାପରେ ବି ତୁମେ ବି ତ ଆଗରୁ କେବେ ଆମ ଘରକୁ ଆସିନ। ଆମେ କେମିତି ଜାଣିବୁ ତୁମେ ଆମ ମଉସା ବୋଲି? ଏମିତି ଶାଗୁଣା ଯେତେ ଚେଷ୍ଟା କଲେ ବି ସେ ଘରକୁ ପଶି ପାରିଲା ନାହିଁ। ଶେଷରେ ନିରାଶ ହୋଇ ସେଠୁ ଚାଲିଗଲା। ଇଏ ପିଲା ବହୁତ ଚାଲାକ ହୋଇଗଲାଣି। କାଲିକି ଦେଖିବା କେମିତି ତୁମେ ମୋ ହାତରୁ ଖସିଯିବ। ଏହା ଭିତରେ କିଛି ସମୟ ବିତିଗଲା। ଟିକି ଚଢ଼େଇ ଘରକୁ ଫେରିଲା। ସବୁ ଛୁଆମାନେ ମାଆକୁ ଘେରିଗଲେ। ମା, ତୁମେ ଜାଣିଛ, ଆଜି ସେ ଦୁଷ୍ଟ ଶାଗୁଣା ଆସିଥିଲା ଆଉ ଘର ଭିତରକୁ ପଶିବା ପାଇଁ ବହୁତ ଅଭିନୟ କଲା। ଆରେ ମିକୁ, ସତରେ କ'ଣ ସେ ଦୁଷ୍ଟ ଶାଗୁଣା ଆସିଥିଲା? ହଁ ମା, ସତରେ ସେ ଦୁଷ୍ଟ ଆସିଥିଲା ଆଉ କହିଲା ସେ ଆମ ମଉସା ବୋଲି। ହେଲେ ଆମେ କବାଟ ଖୋଲିଲୁ ନାହିଁ। ଠିକ୍ କରିଛ, ସେମିତି ସଦାବେଳେ ସାବଧାନ ରହିବ। ହଉ, ନିଅ ଏ ଦାନା ଖାଇଦିଅ, ତୁମମାନଙ୍କୁ ଭୋକ ଲାଗୁଥିବ। ଏମିତି ସେ ଦିନ କଟିଲା। ପରଦିନ ସକାଳୁ ଟିକି ପୁଣି ଦାନା ପାଇଁ ଚାଲିଗଲା। ଯାଉଛି, ଆଜି ସେ ଛୁଆମାନଙ୍କୁ ଯଦି ନ ଆଣିଛି ମୋ ନା ଶାଗୁଣା ନୁହେଁ। ଏମିତି କହି ସେ ଟିକି ଚଢ଼େଇ ଘର ଆଡ଼କୁ ଉଡ଼ିଗଲା। ଭାଇ, ପାଣି ସରିଗଲା ଆଉ ମୋତେ ଭାରି ଜୋରରେ ଶୋଷ ଲାଗିଲାଣି। ଯାଅ, ପାଖ ନଈରୁ ପାଣି ନେଇକି ଆସ। ହଉ ଠିକ୍ ଅଛି, ମୁଁ ପାଣି ପାଇଁ ଯାଉଛି। ତୁମେ ଘରୁ ବାହାରିବ ନାହିଁ। ହଉ ଭାଇ, ଠିକ୍ ଅଛି, ତୁମେ ଯାଅ। ଏହାପରେ ମିଟୁ ସେଠୁ ଚାଲିଗଲା। ଦୂରରେ ଶାଗୁଣା ବସି ଏସବୁକୁ ଲକ୍ଷ୍ୟ କରୁଥିଲା। ଏବେ ତ ଏଇ ଟୋକା କୁଆଡ଼େ ଯାଉଛି, ଆଉ ବାକି 6 ଜଣଙ୍କୁ ଏବେ ଧରି ନେଇଯିବି। ଏମିତି କହି ଶାଗୁଣା ଟିକିର ଘର ପାଖକୁ ଉଡ଼ି ଚାଲିଲା। ଆରେ ପିଲେ, ତୁମ ଭାଇକୁ ଗୋଟିଏ ଶିକାରୀ ଚଢ଼େଇ ଧରି ନେଲା। ତୁମେମାନେ ଯାଅ, ତାକୁ ରକ୍ଷା କର। କ'ଣ ହେଲା? ମୋ ଭାଇକୁ ଶିକାରୀ ଚଢ଼େଇ ଧରି ନେଇଛି? ମା ତ ଘରେ ନାହିଁ, ଆମେ ଏବେ କ'ଣ କରିବୁ? ଆରେ ସେ ଚଢ଼େଇ ତୁମ ଠିକଣା ପାଇସାରିଛି। ସେ ଏବେ ତୁମମାନଙ୍କ ପାଖକୁ ଆସିବ। ଭଲ ହେବ ଏ ଘର ଛାଡ଼ି ଚାଲିଯାଅ, ନହେଲେ ମୋତେ ତୁମ ଘରକୁ ନେଇଯାଅ। ମୁଁ ତୁମର ରକ୍ଷା କରିବି। ଏମିତି ଶାଗୁଣା ସେମାନଙ୍କୁ ଡରେଇଲା। ସେମାନେ ତ ଛୋଟ ପିଲା, ତେଣୁ ସେମାନେ ଦୁଆର ଖୋଲିଦେଲେ ଓ ଶାଗୁଣା ଘର ଭିତରକୁ ପଶିଗଲା। ଶାଗୁଣାକୁ ଦେଖି ଛୋଟ ଛୋଟ ପିଲାମାନେ ଡରିଗଲେ। ହା ହା ହା, ଏବେ କୁଆଡ଼େ ଯିବ ଛୋଟ ଛୋଟ ଚଢ଼େଇମାନେ?
ଏମିତି କହି ଶାଗୁଣା ସେମାନଙ୍କୁ ଗୋଟିଏ ମୁଣିରେ ଭରି କରି ନେଇଗଲା। ବାଟରେ ମିକୁ ଶାଗୁଣାକୁ ଦେଖିଲା। ଆରେ ଇଏ କଣ? ଶାଗୁଣା ତ ମୁଣିରେ କାହାକୁ ନେଇ ଯାଉଛି। ସେମାନେ ଆଉ ମୋ ଭାଇ ନୁହନ୍ତି ତ? ଏମିତି କହି ମିକୁ ତା ଘର ପାଖକୁ ଆସିଲା। ସେଠି ପହଞ୍ଚି ଦେଖିଲା ତାର ଭାଇମାନେ ସେଠି ନାହାନ୍ତି। ସେ ବହୁତ କାନ୍ଦିଲା। ଏହା ଭିତରେ କିଛି ସମୟ ବିତିଗଲା ଓ ଟିକି ଘରକୁ ଆସିଲା। ମିକୁ, ତୋର ସବୁ ଭାଇମାନେ କୁଆଡ଼େ ଗଲେ? ମିକୁ ସବୁ କଥା ଟିକି ଚଢ଼େଇକୁ କହିଲା। ସବୁ କଥା ଶୁଣି ଟିକି ବହୁତ କାନ୍ଦିଲା ଓ କହିଲା, ତୁ ତା ପଛେ ପଛେ ଗଲୁନି କାହିଁକି? ହଉ ଚାଲ, ଆମେ ସେମାନଙ୍କୁ ଖୋଜିବା। ସେ ଦୁଷ୍ଟ ନିଶ୍ଚୟ ସେମାନଙ୍କୁ ତା ଗୁମ୍ଫାରେ ରଖିଥିବ। ହଁ ମା, ଚାଲ। ଏହାପରେ ଏମାନେ ତାକୁ ଖୋଜିବାକୁ ଗଲେ। କିଛି ସମୟ ପରେ ସେମାନେ ତା ଗୁମ୍ଫାରେ ପହଞ୍ଚିଲେ। ଶାଗୁଣା ବିଶ୍ରାମ କରୁଥାଏ ଓ ସବୁ ଚଢ଼େଇମାନେ ପିଞ୍ଜରାରେ ଥାଆନ୍ତି। ମିକୁ ସଙ୍ଗେ ସଙ୍ଗେ ଯାଇ ସେମାନଙ୍କୁ ପିଞ୍ଜରାରୁ ମୁକ୍ତ କଲା। ମା, ଚାଲ ଏବେ ଆମେ ଏଠୁ ଚାଲିଯିବା। ଏ ଦୁଷ୍ଟ ଶୋଇଛି। ପୁଅ, ତୁ ସମସ୍ତଙ୍କୁ ନେଇକି ଯା। ମୁଁ ପଛରେ ଆସୁଛି। ଏହାପରେ ସମସ୍ତେ ସେଠୁ ଚାଲିଗଲେ। ମା ଚଢ଼େଇ ଗୁମ୍ଫା ବାହାରକୁ ଗଲା ଓ ପାଖରୁ ସବୁ ପଥରକୁ ଗୋଟେଇ ଆଣି ଗୁମ୍ଫାର ମୁହଁ ବନ୍ଦ କରିଦେଲା ଓ ସେଠୁ ଚାଲିଗଲା। ଶାଗୁଣା ଯେତେ ଚେଷ୍ଟା କଲେ ମଧ୍ୟ ବାହାରି ପାରିଲା ନାହିଁ। ଆଉ ଭୋକ ଉପାସରେ ସେ ମରିଗଲା। ଶିବା, ସେଦିନ ସେ କାଉଛୁଆ ଆମକୁ ଭଣ୍ଡି ଦେଇ ଚାଲି ଯାଇଥିଲା। ଆଜି ଆମେ ତାକୁ ଛାଡ଼ିବାନି। ଆରେ ନାଇଁ ନାଇଁ, ଆମେ ଆଉ ସିଆଡ଼େ ଯିବାନି। କାଳେ ସେମାନେ ଆମକୁ ଧରି ନେବେ। କଣ କହୁଛୁ ତୁ? ସେମାନେ ତ ସାମାନ୍ୟ ଚଢ଼େଇ, ସେ ଆମର କଣ କରିବେ? ଆରେ ତୁ କଣ ଜାଣିନୁ ସେ କାଉଛୁଆ କେଡ଼େ ଚତୁର। ଆମେ ତାକୁ ଏତେ ସରଳ ଭାବିବା ଉଚିତ ନୁହେଁ। ଆଚ୍ଛା ହଉ, ଚାଲ ଆମେ ଅନ୍ୟ ଜଙ୍ଗଲକୁ ଯିବା। ପୁଅ, ମୁଁ ଟିକେ ମୋ ସାଙ୍ଗ ଘରକୁ ଯାଉଛି। ଘରୁ କୁଆଡ଼େ ବି ଯିବୁନି। ହେଲେ ମା, କାହିଁକି? ପୁଅ, ଏବେ ଜଙ୍ଗଲରେ ପିଲାଚୋର ମାତିଛନ୍ତି, ସେଥିପାଇଁ। ମା, ତମେ ସେ ପିଲାଦିନ ଗପ କହୁଛ ନା କଣ? ଆରେ ମା, ମୁଁ ତ ବଡ଼ ହୋଇଗଲାଣି। ମୋର ସେ ଚୋର କଣ କରିବେ? ହଁ ହଁ, ମୋ ପୁଅ ବଡ଼ ହୋଇଗଲାଣି। ମୁଁ ତ ଭୁଲି ଯାଇଥିଲି। ହେଲେ ପୁଅ, ମୁଁ ଯାଉଛି। ତୁ ଘରୁ କୁଆଡ଼େ ବି ଯିବୁନି। ହଁ ମା, ତୁମେ ଯାଅ। ଏହାପରେ ମା ଚଢ଼େଇ ସେଠୁ ଉଡ଼ିଗଲା। ଆରେ ଏ ମାକୁ ଦେଖ, ପିଲାଙ୍କ ପରି କଥା କହୁଛି। ମୁଁ ଯାଉଛି ଆମ୍ବ ବଗିଚା ଆଡ଼େ ଯିବି। ଏମିତି କହି ସେ ଆମ୍ବ ବଗିଚା ଆଡ଼େ ଉଡ଼ିଗଲା। ଟିନୁ ବସି ଆମ୍ବ ଖାଉଥାଏ। ହଠାତ୍ ଚିଲମାନେ ଆସି ସେଠି ପହଞ୍ଚିଲେ। ଆରେ ବା, ଏଠି ତ ବହୁତ ଆମ୍ବ ଫଳିଛି। ହଁ ହଁ, ବହୁତ ଆମ୍ବ ଫଳିଛି। ଆଉ ଲାଗୁଛି ବହୁତ ସ୍ୱାଦିଷ୍ଟ ହୋଇଥିବ। ହଁ ହଁ, ଖାଆନ୍ତୁ ଖାଆନ୍ତୁ, ମନ ଇଚ୍ଛା ଖାଆନ୍ତୁ। ହେଲେ ତୁମେ ମାନେ କିଏ? ମୁଁ ତ ତୁମକୁ ଏ ଜଙ୍ଗଲରେ ଆଗରୁ କେବେ ଦେଖିନି। ଆରେ ତୁ ଆମକୁ କେମିତି ଦେଖିବୁ? ଆମେ ତ ଆଜି ଏପଟ ଜଙ୍ଗଲକୁ ଆସିଛୁ। ହଉ ତୁ ଆମ୍ବ ଖା, ଆମେ ବି ଆମ୍ବ ଖାଉଛୁ। ଏମିତି କହି ସେମାନେ ଆମ୍ବ ଖାଇବାରେ ଲାଗି ପଡ଼ିଲେ। ଶିବା, କଣ କହୁଛୁ? ଚାଲ ଏକୁ ଆମେ ଧରି ନେଇଯିବା। ନାଇଁ ନାଇଁ, ଏକୁ ଆମେ କାହିଁକି ନବା? ଇଏ ତ ପିଲାଟା। ମୂର୍ଖ, ଆମେ କଣ ଏଠାକୁ ବଡ଼ଙ୍କୁ ଚୋରି କରିବାକୁ ଆସିଛେ? ଧ ତାକୁ ଆଉ ନେଇ ଚାଲ। ଏହାପରେ ସେମାନେ ଟିନୁ ଚଢ଼େଇକୁ ଧରି ନେଇଗଲେ। ସେମାନେ ଟିନୁକୁ ନେଲା ବେଳେ ମିଟୁ ଶୁଆ ତାଙ୍କୁ ଦେଖିଲା। ଆରେ ବାପାରେ, ଇଏ ତ ପିଲା ଚୋର। ଆଉ ଏମାନେ ତ ଟିନୁକୁ ନେଇ ଯାଉଛନ୍ତି। ମତେ କିଛି କରିବାକୁ ପଡ଼ିବ। ଯାଉଛି ତା ମାକୁ କହିଦେବି। କୁନି କୁନି, ଜଲ୍ଦି ଯା। ସେ ଦୁଷ୍ଟ ଚିଲାମାନେ ତ ପୁଅକୁ ଧରି ନେଇ ଯାଇଛନ୍ତି। କଣ ହେଲା? ସେମାନେ ମୋ ପୁଅକୁ ନେଇଗଲେ? କୁଆଡ଼େ ଗଲେ ସେମାନେ? ସେମାନେ ଜଙ୍ଗଲର ପଶ୍ଚିମ ପଟକୁ ଯାଇଛନ୍ତି। ତୁ ଜଲ୍ଦି ଯା। ପଶ୍ଚିମ ଭାଗରେ ତମ ଭଉଣୀର ଘର। ଯାଉଛି, ଆଗ ସେଠାକୁ ଯିବି। ମିଟୁ, ତୁ ବି ଆ ମୋ ସହ। ହଁ ହଁ, ଚାଲ ଚାଲ, ଆମେ ସେମାନଙ୍କୁ ଛାଡ଼ିବାନି। ଏହାପରେ ସେମାନେ କାଳି ଘରକୁ ଉଡ଼ିଗଲେ। ଆରେ କୁନି, ହଠାତ୍ ଏମିତି ଆସିଗଲୁ ଯେ? ଆଉ କଣ ତୋ ମୁହଁ ଏମିତି ଶୁଖି ଯାଇଛି କାହିଁକି? କାଳି, ସବୁ ସରିଗଲା। ସେ ପିଲାଚୋର ମୋ ପୁଅକୁ ଚୋରି କରି ନେଇଗଲା। ମୁଁ ଏବେ କଣ କରିବି କିଛି ଜାଣିପାରୁନି। ମାଉସୀ, ତୁମେ ଚିନ୍ତା କରନି, କିଛି ହବନି। ମୁଁ ଟିନୁକୁ ନେଇ ଆସିବି। ତୁ ତ ଛୋଟ ପିଲାଟା, ତୁ କଣ କରିବୁ? ଆରେ ପୁଅ, ଏଇଟା କଣ ମଜା କରିବାର ସମୟ? ନାଇଁ ନାଇଁ, ମୋ ପୁଅ ମଜା କରୁନି। ହେଲେ ଇଏ କଣ କରିବ? ଇଏ ତ ପିଲାଟା। ତୁ ଜାଣିନୁ, ମୋ ପୁଅ ଗଲାଥର ତା ବୁଦ୍ଧି ବଳରେ ପଡ଼ିଶା ଘର ଜଗୁକୁ ତାଙ୍କ କବଳରୁ ରକ୍ଷା କରିଥିଲା। ସେଥିପାଇଁ ତା ଉପରେ ମୋର ଭରସା ଅଛି। ନା ନା, ତୁ ମୁନାକୁ ଛାଡ଼େ ନା।
ମୋ ପୁଅକୁ ତ ସେମାନେ ନେଇଗଲେ। ଯଦି ମୁନାର କିଛି ହେଇଯାଏ? ତାର କିଛି ବି ହବନି। ତୁ ଯା ପୁଅ। ମା, ମତେ ଆଶୀର୍ବାଦ ଦିଅ। ବିଜୟୀ ଭବ। ମାଉସୀ, ତୁମେ ଡରନି, ମୋର କିଛି ହବନି। ଏମିତି କହି ସେ ଜଙ୍ଗଲ ଭିତରକୁ ଉଡ଼ିଗଲା। ମୁନା ଦେଖିଲା ଟିନୁକୁ ସେମାନେ ଗୋଟିଏ ପଞ୍ଜୁରୀରେ ବନ୍ଦୀ କରି ରଖିଥାନ୍ତି। ଓ, ଏମାନେ ଟିନୁକୁ ଏଇଠି ବନ୍ଦୀ କରି ରଖିଛନ୍ତି। ମତେ କିଛି କରିବାକୁ ପଡ଼ିବ। କଣ କରିବି, କଣ କରିବି? ଏମିତି କହି ମୁନା ଉପାୟ ଚିନ୍ତା କରିବାକୁ ଲାଗିଲା। କିଛି ସମୟ ପରେ ତା ମୁଣ୍ଡକୁ ଗୋଟିଏ ଉପାୟ ଆସିଲା। ଏହାପରେ ମୁନା ବାହାରକୁ ଗଲା। ଏ କାଉ ଛୁଆ, କୁଆଡ଼େ ଆସିଛୁ? ତୋର କ'ଣ ଜୀବନକୁ ଭୟ ନାହିଁ? ମୋ କଥା ଛାଡ଼ନ୍ତୁ। ଆଗ ଯାଇ ସେ ଚଢ଼େଇଙ୍କୁ ବଞ୍ଚାନ୍ତୁ, ଯାହାକୁ ସେ ଚିଲମାନେ ନେଇ ଯାଇଛନ୍ତି। କୋଉ ଚଢ଼େଇ? ମୁଁ ଦେଖିଲି ସେ ଚିଲମାନେ ଏଇଠୁ କୋଉଠୁ ଗୋଟିଏ ଚଢ଼େଇକୁ ନେଇଗଲେ। ମୁଁ ଭାବିଲି କାଳେ ସେ ତୁମ ସମ୍ପର୍କୀୟ ହୋଇଥିବେ। ହଁ ହଁ, ମୁଁ ଯାଉଛି। ଏହାପରେ ଶାଗୁଣା ସଙ୍ଗେ ସଙ୍ଗେ ସେଠାକୁ ଉଡ଼ିଗଲା। ଶାଗୁଣାକୁ ଦେଖି ଚିଲମାନେ ଭୟରେ ଉଡ଼ିଗଲେ। ଆରେ, ଏଠି ତ ଗୋଟେ ଅନ୍ୟ ଚଢ଼େଇ। ଏମିତି କହି ଶାଗୁଣା ସେଠୁ ଚାଲିଗଲା ଏବଂ ମୁନା ଟିନୁକୁ ଆଣି ଘରକୁ ଫେରିଲା। ଟିନୁ ଘରକୁ ଫେରିବା ଦେଖି ସମସ୍ତେ ଖୁସି ହେଲେ। ଆରେ ମୁନା, ତୁ କେମିତି ସେ କାମ କଲୁ? ମୁନା ସବୁ କଥା କହିଲା। ଆରେ ବା କାଳି, ତୋ ପୁଅର ତ ବହୁତ ବୁଦ୍ଧି। ହଁ ହଁ, ତା ତ ମୁଁ ଜାଣିଛି। ମୁନ୍ନା ଭାଇ, ଧନ୍ୟବାଦ। ତୁମେ ମୋ ଜୀବନ ବଞ୍ଚାଇଥିବାରୁ। ସାଙ୍ଗମାନେ, ବିପଦ ବେଳେ ଅଧୈର୍ଯ୍ୟ ନ ହୋଇ ବୁଦ୍ଧି ବିଚାରି କାମ କର।